ଆଜିର ଦିନଟି ଆରମ୍ଭ ହୋଇଯାଇଛି ମୋର ଚୁଡ଼ା ଉପମାରୁ। ଆଉ ଏପଟେ ବନଉଛି ମୋ ମହାରାଣୀଙ୍କ ପାଇଁ ଚକୁଳି। ମହାରାଣୀ ମାନେ ମୋ ଝିଅ ମ, କାହିଁକି ନା ସେ ଚୁଡ଼ା ଉପମା ଖାଆନ୍ତିନି, ସେଥିପାଇଁ ତା ପାଇଁ ବନେଇଦେଲି ଚକୁଳି। ଦୀର୍ଘ 5 ଦିନ ହେଲାଣି କି ବର୍ଷା ହଉଛି ଲୋ ମା, ଘରୁ ବାହାରି ହେଉନି। ଆଉ ସୂର୍ଯ୍ୟ ଦେବତାଙ୍କର କଥା ତ କୁହନ୍ତୁନି, ତାଙ୍କର ଆମେ 20 ଦିନ ହେଲା ଦର୍ଶନ ହିଁ କରିନୁ। ଏପଟେ ପିଲାମାନଙ୍କୁ ରେଡ଼ି କଲି ଆଉ ଯାଇ ସ୍କୁଲରେ ଛାଡ଼ି ଆସିଲି। ଆସି ଘରର ନିତ୍ୟକର୍ମ ସବୁ ସାରିଲି। ସେତିକି ଭିତରେ ଟାଇମ୍ ହେଇଯାଇଥିଲା 11ଟା ଅଧେ। ପିଲାମାନଙ୍କୁ ଆଉ ମୋ ଦଳର ବଳ ସହିତ ଧରି ଚାଲିଲି ଘର ଅନୁସନ୍ଧାନରେ। ଘର ପାଖରେ ଯାଇକରି ପହଞ୍ଚିଲୁ ଆଉ ଦେଖିଲୁ ଘରଟି ମଧ୍ୟ ବହୁତ ସୁନ୍ଦର ଥିଲା, ଭଲ ବି ଲାଗିଲା। ଦେଖାଯାଉ, ଆମେ ଡିସାଇଡ଼୍ କରିନୁ କ'ଣ କରିବୁ। କରିଲେ ଆପଣମାନଙ୍କୁ ନିଶ୍ଚୟ ଜଣେଇବି। ହେଇଲୋ, ମୁଁ ଏପଟେ ବୁଲୁଛି, ସେପଟେ ଟାଇମ୍ ହେଇଗଲାଣି 12ଟା 30। ସେଥିପାଇଁ ଗାଡ଼ିକୁ ଏରୋପ୍ଲେନ୍ ବେଗରେ ଗତି କରି ଆସି ପହଞ୍ଚିଗଲି ଘରେ ଆଉ ଲାଗିଗଲି ମୋ କାମରେ। ଭେଣ୍ଡି ଆଳୁ ଭାଜିଲି, ଛତୁ କାଜୁ ଆଳୁ ପକାଇ ଗୋଟେ ମସଲା ଭଜାଟେ ମଧ୍ୟ କରିଲି। ଏପଟେ ଦେଖେ ତ ସୂର୍ଯ୍ୟ ଦେବତା ମୁହଁ ଦେଖେଇଲେଣି, କାହିଁକି ନା ମୁଁ ସକାଳେ ଭିଡ଼ିଓରେ କହିଦେଇଛି ନା ଆମେ ସୂର୍ଯ୍ୟ ଦେବତାଙ୍କର ଦର୍ଶନ କରିନୁ। ସେଥିପାଇଁ ସୂର୍ଯ୍ୟ ଦେବତା ଅଧଘଣ୍ଟାଟା ପାଇଁ ଆସିଥିଲେ ମୁହଁ ଟିକେ ଦେଖେଇବା ପାଇଁ। ମୁଁ ମଧ୍ୟ ଦୌଡ଼ିଲି, ଛାତକୁ ଯାଇ ସବୁ କପଡ଼ା ଶୁଖେଇଦେଲି ଆଉ ଆସିକିରି ଲାଗିଗଲି ମୋ କାମରେ, କାହିଁକି ନା ଗୃହିଣୀମାନଙ୍କର କାମ କ'ଣ କେବେ ସରିଲାଣି। ଏପଟେ ଭଜା ମଧ୍ୟ ହେଇସାରିଥିଲା, ବାବା ମାମାଙ୍କ ପାଇଁ ବାଢ଼ି ଦେଲି ଖାଇବା ପାଇଁ। ଦେଖନ୍ତୁ ତ ଭଜାଟି କେତେ ସୁନ୍ଦର ହୋଇଛି। ଆଉ ଯଦି କହିବେ ମୁଁ ଆର ରେସିପି ନିଶ୍ଚୟ ସେୟାର କରିବି, କମେଣ୍ଟରେ ଜଣେଇ ଦିଅନ୍ତୁ। ଏପଟେ ବାବା ମାମାଙ୍କୁ ଖାଇବାକୁ ଦେଇଦେଲି ଆଉ ଚାଲିଲି ମୋ ଟୁଇନ୍ସକୁ ଗାଧେଇବା ପାଇଁ, କାହିଁକି ଟାଇମ୍ ହେଇସାରିଥିଲା 2ଟାରେ ମୁଁ ସେମାନଙ୍କୁ ଗଲି ଗାଧେଇଲି ଆଉ ଆସିକିରି ସେମାନଙ୍କୁ ଖାଇବାକୁ ମଧ୍ୟ ଦେଇଦେଲି। ଯଦି ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ରହିଲି, ପୁଣି ଦେଖା ହେବା ଆମେ ଆଉ ଏକ ନୂଆ ଭିଡ଼ିଓରେ। କମେଣ୍ଟ କରିକି ମଧ୍ୟ ଜଣେଇବେ ମୋ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା। ରହିଲି, ବାଏ ବାଏ।